हेलो फ्रेंड्स, जय जगन्नाथ। ଆପଣମାନଙ୍କୁ ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ। ଦେଖ, ବର୍ତ୍ତମାନ ଆମେ ଚତୁର୍ଥ ଶ୍ରେଣୀର ଆମର ଦେଖିବା ଗୃହ କାର୍ଯ୍ୟ ଗୁଡ଼ିକ ଫୋର୍ଥ କ୍ଲାସ୍ର ଏଚ୍ଡବ୍ଲ୍ୟୁ ମ୍ୟାଥ୍ର ଦେଖିବା ବର୍ତ୍ତମାନ। ଠିକ୍ ଅଛି, ଗୃହ କାର୍ଯ୍ୟ ଯେଉଁ ଦିଆଯାଇଛି ସମର ଭ୍ୟାକେସନ୍ ପାଇଁ ସେଇଟା କରିବା ବର୍ତ୍ତମାନ। ଚତୁର୍ଥ ଗଣିତର ବିଭିନ୍ନ ତ୍ରିମାତ୍ରିକ ବସ୍ତୁର ଚିତ୍ର ଅଙ୍କନ କରିକି ସେଗୁଡ଼ିକର ନାମ ଲେଖିବା, ତା'ର ପୃଷ୍ଠ, ଧାର ଓ ଶୀର୍ଷ ସଂଖ୍ୟା ଲେଖିକି ସାରଣୀ ପ୍ରସ୍ତୁତ କରିବା କହିଛି ହେଲା। ତ ତ୍ରିମାତ୍ରିକ ବସ୍ତୁ କ'ଣ ଫାଷ୍ଟ ଜାଣ, 3D ମଡେଲ ଯେଉଁଟା ହେଲା, ଇଏ ହେଉଛି ତୁମର ପ୍ରଥମ କ୍ୱେଶ୍ଚନ୍। ପ୍ରଥମ କ୍ୱେଶ୍ଚନ୍ ବିଭିନ୍ନ ତ୍ରିମାତ୍ରିକ ହେଲା 3D ମଡେଲର ଚିତ୍ର କହିଛି। ତ ଲେଖିବ, ଫାଷ୍ଟ ଆସିବ ଘନ ହେଲା, ଯେଉଁଟା କ୍ୟୁବ୍ କହିଛି, ତାପରେ ଆୟତ ଘନ ହେଲା, ଏଇଟା ହେଲା ସମଘନ ହେଲା, ଏଇଟା ହେଉଛି ଆୟତ ଘନ ତାପରେ ଗୋଲକ, ତାପରେ ସିଲିଣ୍ଡର ହେଲା, ଠିକ୍ ଅଛି। ତାପରେ ଲେଖିବ କୋନ୍, ଶଙ୍କୁ ବା କୋନ୍ ଲେଖିଲେ ବି ହେବ, କୋନ୍ ଏମିତି ଲେଖିଦେବ, ବୁଝିପାରିଲ। ନେକ୍ସଟ ଦେଖିବା, ତ ଚିତ୍ର ଗୁଡ଼ିକ ଦେଖିବା। ପ୍ରଥମେ ସମଘନ କ'ଣ ଲେଖିବା, ଯେଉଁ ଘନର ବସ୍ତୁର ଲମ୍ବ, ପ୍ରସ୍ଥ, ଉଚ୍ଚତା ସମାନ ଏବଂ ପ୍ରତ୍ୟେକ ପାର୍ଶ୍ୱ ଏକ ବର୍ଗ ଚିତ୍ର, ତାହାକୁ ସମଘନ କରେ ହେଲା। ଏଇଟା ଡେଫିନେସନ୍ ଯାହା ଲେଖିଦେବ। ତାପରେ ଆସିବ ସମଘନର ଚିତ୍ର ଓ ବୈଶିଷ୍ଟ୍ୟ ହେଲା। ଚିତ୍ର ତ ଦେଖିଲେ, ବୈଶିଷ୍ଟ୍ୟ ମାନେ ଆମର ଧାର ସଂଖ୍ୟା 12ଟା ଅଛି, ଧାର ପାର୍ଶ୍ୱ ପୃଷ୍ଠତଳ 6ଟି ହେଲା, ଶୀର୍ଷ ବିନ୍ଦୁ ଅଛି 8ଟି, ଏମିତି ଲେଖିଦେବ ନିଶ୍ଚିତ। ତ ଏଇଟା ହେଉଛି ତୁମର ସମଘନ। ଦେଖିପାରୁଛ ସମଘନ ହେଲା, ବର୍ଗ ଚିତ୍ର ଭଳିଆ ସବୁଆଡ଼େ ଦେଖାଯାଉଥିବ ହେଲା। ଲୁଡୁ ଗୋଟେ ଦେଖିଥିବ ଏଭଳିଆ। ଦେନ୍ ଦେଖିବା ଆୟତଘନ। ଆୟତଘନ କାହାକୁ କୁହାଯାଇଛି? ଆୟତଘନ ହେଉଛି ଏକ ତ୍ରିମାତ୍ରିକ ବସ୍ତୁ ଜ୍ୟାମିତିକ ଚିତ୍ର ବି ଲେଖି ହେବ। ଡାଇରେକ୍ଟ ଜ୍ୟାମିତିକ ଚିତ୍ର ଲେଖ, ଯାହାର କି 6ଟି ପାର୍ଶ୍ୱ ବା ଫଳକ ଥାଏ ଏବଂ ପ୍ରତ୍ୟେକ ଫଳକ ଏକ ଆୟତ ଚିତ୍ର ଅଟେ ହେଲା। ଏଇଟା ଗୋଟେ ଆୟତ ଚିତ୍ର ହେଲା, ଦେଖିପାରୁଛ। ଏଇଟା ସବୁ ଗୋଟେ ଏଇଠୁ ହେଇଯାଏ, ଏଇଟା ଗୋଟେ ଆୟତ ଚିତ୍ର, ଏଇଠୁ ହେଇଯାଏ, ଏଇଟା ଗୋଟେ ଆୟତ ଚିତ୍ର, ଏମିତି ଗୋଟେ ଆୟତ ଚିତ୍ର ଅଟେ ହେଲା। ତାପରେ ଦେଖିବା ଫଳକ ହେଲା, ଏହାର ମୋଟ କେତେଟା ଫଳକ ନା 6ଟା ଫଳକ ବା ପୃଷ୍ଠ ଅଛି। ଧାର ଯଦି ଦେଖିବା, ଏହାର 12ଟା ଧାର ବା ବାହୁ ଅଛି। ଶୀର୍ଷ ଯଦି ଦେଖିବା, 8ଟି କୋଣ ବା ଶୀର୍ଷ ଅଛି ହେଲା, ବୁଝିପାରୁଛ। ଏହାର ଯଦି ଉଦାହରଣ ଦେଖିବା, ଉଦାହରଣ ଇଟା ଆମର ଆୟତଘନକାର ମାଚ୍ ବକ୍ସ ମାନେ ମାଚିସ୍ ବକ୍ସ ରହିବ, ଦିଆସିଲି କାଠି ଯେଉଁ ଦିଆସିଲି ମାନେ ପ୍ୟାକେଟ୍ ଯେଉଁ, ତାପରେ ବହି ରହିବ, ଜ୍ୟାମିତି ବକ୍ସ ରହିବ ହେଲା, କମ୍ପାସ ସବୁ ରହିବ, ସବୁ ଆମର ଆୟତଘନଟେ ଯିବ। ତ ଏଭଳିଆ ତାର ଚିତ୍ର ରହିବ ଆୟତଘନ, ଦେଖିପାରୁଛ ନିଶ୍ଚିତ। ଦେନ୍ ରହିବ ତୁମର ଗୋଲକ ହେଲା, ଗୋଲକ ବା ସ୍ପିୟର ଯେଉଁଟାକି ଗୋଲକର ଗୋଟେ ବକ୍ର ପୃଷ୍ଠ ଥାଏ ହେଲା। ଏହାର କୌଣସି ସମତଳ ପୃଷ୍ଠ ନଥାଏ। ସମତଳ ପୃଷ୍ଠ ଯଦି ଦେଖିବା, ସମତଳ ପୃଷ୍ଠ କିଛି ରହିବ ନାହିଁ। ତାପରେ ନେକ୍ସଟ ଦେଖିବା, ଯଦି ଧାର ସଂଖ୍ୟା, ଗୋଲକର ଗୋଟେ 0 ଧାର ଥାଏ, ଧାର କିଛି ନଥାଏ। ଧାର ହେଉଛି 2ଟି ପୃଷ୍ଠର ମିଳନ ସ୍ଥାନ, କିନ୍ତୁ ଗୋଲକରେ କୌଣସି ସିନ୍ଧି ଧାର ନଥାଏ ହେଲା। ନେକ୍ସଟ ଦେଖିବା ଶୀର୍ଷବିନ୍ଦୁ କଥା। ଗୋଲକର ଶୀର୍ଷବିନ୍ଦୁ ମଧ୍ୟ ନଥାଏ, ଏଥିରେ କୌଣସି ଶୀର୍ଷବିନ୍ଦୁ ନଥିବ ହେଲା। ନେକ୍ସଟ ଦେଖିବା ସାରାଂଶ ଦେଖିବା, ତ ପୃଷ୍ଠ ସଂଖ୍ୟା ଯଦି ଦେଖିବା ଗୋଟେ ରହିବ, ଧାର କିନ୍ତୁ 0, ଶୀର୍ଷବିନ୍ଦୁ ବି 0 ବା 0 ରହିବ ହେଲା, ନିଶ୍ଚିତ। ତାପରେ ଗୋଲକର ଏଭଳିଆ ଚିତ୍ର କରିଦେବ ଗୋଟେ ହେଲା, ଦେଖିପାରୁଛ ଚିତ୍ର ଗୋଟେ କରିଦେବ। ନେକ୍ସଟ ଆସିବ ତୁମର କୋନ୍ ହେଲା। କୋନ୍ କ'ଣ ଦେଖ ନା, କୋନ୍ ହେଉଛି ଏକ ତ୍ରିମାତ୍ରିକ ଜ୍ୟାମିତିକ ଆକୃତି, ଯାହାର କି ଏକ ଗୋଲାକାର ଆଧାର ହେଉଛି ଏବଂ ଏହା ଉପରକୁ ଗୋଟେ ବିନ୍ଦୁ ମିଶିଥାଏ, ଯାହାକୁ କି ଶୀର୍ଷ ବୋଲି କୁହାଯାଏ, ବୁଝିପାରୁଛ। କୋନ୍ ବୁଝିଲା। ନେକ୍ସଟ ଦେଖିବା କୋନ୍ ଚିତ୍ର। ତ ଏଭଳିଆ ରହିବ ତୁମର କୋନ୍ ଚିତ୍ରଟି ହେଲା। ଆମର ଯେଉଁ ବାଟି ଟୋପି ଭଳିଆ ରହିବ, ଆଇସ୍କ୍ରିମ୍ ଭଳିଆ ରହିବ କୋନ୍ ଟୋପିଟା, ବୁଝିପାରିଲ। ନେକ୍ସଟ ରହିବ ସମତଳ କିମ୍ବା ବକ୍ର ପୃଷ୍ଠ। କୋନ୍ଟି 2ଟି ମାନେ ମୁହଁ ଥାଏ, ଏକଟି ସମତଳ ବୃତ୍ତାକାର ତଳ ଭାଗ ଥାଏ ଆଉ ଏକଟି ବକ୍ର ପୃଷ୍ଠ ଥାଏ। କୋନ୍ର ଗୋଟେ ଧାର ଥାଏ, ଶୀର୍ଷବିନ୍ଦୁ ମଧ୍ୟ ଗୋଟେ ଥାଏ ହେଲା, ବୁଝିପାରୁଛୁ କୋନ୍ର। ତାପରେ ନେକ୍ସଟ ଯିବା ପୃଷ୍ଠ ଦେଖିବା, ଯଦି କୋନ୍ର ତାମାନେ 2ଟା ପୃଷ୍ଠ ଥିବ ହେଲା, ବକ୍ର ପୃଷ୍ଠ ଗୋଟେ,
ତାପରେ ଧାର ଯଦି ଦେଖିବା ଗୋଟେ ହେଲା, ତାପରେ ଶୀର୍ଷ ସଂଖ୍ୟା ବି ଗୋଟେ ନିଶ୍ଚିତ। ତ ଯଦି ଆମେ କୋନ୍ର ଉଦାହରଣ ଦେଖିବା ତ ଆଇସ୍କ୍ରିମ୍ କୋନ୍ ଖାଇଥିବ, ତାପରେ ଜନ୍ମଦିନ ଟୋପି ଦେଖିଥିବ, ଦେନ୍ ଟ୍ରାଫିକ୍ କୋନ୍ ହେଲା, ଟ୍ରାଫିକ୍ କୋନ୍ ଟ୍ରାଫିକ୍ ପୋଲିସ ମାନେ ଯେଉଁ ପିନ୍ଧିଥିବେ ମୁଣ୍ଡରେ ଟୋପି ସେଇଟା ରହିବ। ଫନେଲ୍ ଛତ୍ର ଟାଇପ୍ର ରହିବ, ଯେଉଁ ଆମେ ଛାଣୁଛନ୍ତି ଫନେଲ୍ ହେଲା, ବିଜ୍ଞାନରେ ବ୍ୟବହୃତ ହେଉଛି, ସେଇଟା ବି ଆମର କୋନ୍ ଟାଇପ୍ର ରହିବ ନିଶ୍ଚିତ। ବାର୍ଥଡେ ଟୋପି ବି ଲେଖିପାରିବ। ତାପରେ ଏଇଟା ଦେଖିବ ସିଲିଣ୍ଡର ହେଲା, ସିଲିଣ୍ଡର ଆମର ବ୍ୟବହାର କରୁଛନ୍ତି ରୁଲ୍ ବାଡ଼ି ହେଲା। ଦେନ୍ ଆମେ ଗ୍ୟାସ୍ ସିଲିଣ୍ଡର ଏଗୁଡ଼ା ସବୁ ସିଲିଣ୍ଡର ଆକୃତିରେ ରହିବ ହେଲା, ଦେଖିପାରୁଛ ଏଭଳି ଚିତ୍ର ରହିବ। ତାପରେ ଦେଖ ସିଲିଣ୍ଡରର ଗଠନ ହେଲା, ଦେଖ ସିଲିଣ୍ଡରରେ ମୋଟ 3ଟା ମୁହଁ ଥାଉଛି ହେଲା, ତାର ହେଲା 2ଟା ଧାର ଏବଂ ଗୋଟେ ଶୂନ ଶୀର୍ଷ ବିନ୍ଦୁ ଭର୍ଟିକ୍ସ ମାନେ ଶୀର୍ଷ ବିନ୍ଦୁ ହେଲା ଥାଉଛି ହେଲା। ସିଲିଣ୍ଡରର ପୃଷ୍ଠ ମୋଟ 3ଟା ପୃଷ୍ଠ ଥାଉଛି ହେଲା, 2ଟି ସମତଳ ବୃତ୍ତାକାର ପୃଷ୍ଠ ଆଉ ସମତଳ ପୃଷ୍ଠ ଗୋଟେ 2ଟା ହେଲା, 2ଟା ସମତଳ ପୃଷ୍ଠ ମାନେ ଉପରେ ତଳେ, ଏଇଟା ହେଲା ସମତଳ ପୃଷ୍ଠ 2ଟା, ଆଉ ଗୋଟେ ଏଇଟା ସମତଳ ପୃଷ୍ଠ ହେଲା, ଏଇଟା ବୃତ୍ତାକାର ପୃଷ୍ଠ, ଏଇଟା ସମତଳ ପୃଷ୍ଠ ହେଲା ଗୋଟେ, ତାପରେ ବକ୍ର ପୃଷ୍ଠ ଗୋଟେ। ନେକ୍ସଟ ଦେଖ ଧାର 2ଟା ଧାର ଥାଉଛି ହେଲା, ଉପରେ ଗୋଟେ ତଳେ ଗୋଟେ ନା ଧାର ଗୋଟେ, ଉପର ବୃତ୍ତର ଧାର ଏବଂ ତଳ ବୃତ୍ତର ଧାର, ଏଇଟା ଗୋଟେ 2ଟା ହେଲା। ନେକ୍ସଟ ଦେଖ କୋଣ ଯଦି ଦେଖିବା କିଛି ନଥାଉଛି, ଏଇଟା ଶୀର୍ଷ ବିନ୍ଦୁ ହେଲା, କୋଣ ନଥାଏ ନଥାଏ, ଏହାର କୌଣସି ସିଧା ଧାର ପରସ୍ପରକୁ ବିନ୍ଦୁରେ ଛେଦ କରନ୍ତି ନାହିଁ ହେଲା, ଏଭଳିଆ ଲେଖିଦେବ। ତାପରେ 2 ନମ୍ବର ଦେଲା ତମର ଦେଖ 1ରୁ 9 ପର୍ଯ୍ୟନ୍ତ ଅଙ୍କକୁ ନେଇକରି 3 ଅଙ୍କ ବିଶିଷ୍ଟ 5ଟା ସଂଖ୍ୟା ଗଠନ କରିବାକୁ ଅଛି। 1ରୁ 9 ପର୍ଯ୍ୟନ୍ତ 3 ଅଙ୍କ ବିଶିଷ୍ଟ 5ଟା ସଂଖ୍ୟା କରିବା। ଦେଖ ଏଇଟା ହେଉଛି 2 ନମ୍ବର। 1ରୁ 9 ପର୍ଯ୍ୟନ୍ତ ଅଙ୍କ ଗୁଡ଼ିକୁ ନେଇକରି ଆମେ 3 ଅଙ୍କ ବିଶିଷ୍ଟ 5ଟା ସଂଖ୍ୟା କରିବା। 3 ଅଙ୍କିଆ 1 2 3 ଆମେ କରିପାରିବା, 4 5 6 କରିପାରିବା, 7 8 9 3 ଅଙ୍କିଆ ହେଉଛି ମାନେ ହେଲା, 3 2 1 6 5 9 ହେଲା, କେତେଟା କରିବାକୁ ଅଛି 9, 3 ଅଙ୍କ ବିଶିଷ୍ଟ 5ଟା କରିଥିଲା, 5ଟା କଲେ ଆମେ ବର୍ତ୍ତମାନ ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। ତାପରେ ରହିବ 3 ନମ୍ବର କ୍ୱେଶ୍ଚିନ୍, 3 ଅଙ୍କ ବିଶିଷ୍ଟ ସବୁଠୁ ସାନ ସଂଖ୍ୟା ଓ 3 ଅଙ୍କ ବିଶିଷ୍ଟ ସବୁଠୁ ବଡ଼ ସଂଖ୍ୟା ମଧ୍ୟରେ ଅନ୍ତର ପଚାରିଛି। ତ ଅନ୍ତର ବର୍ତ୍ତମାନ କରିବା ସାନ ସଂଖ୍ୟା ଆଉ ବଡ଼ ସଂଖ୍ୟା ଭିତରେ। ତ ଦେଖ 3 ଅଙ୍କ ବିଶିଷ୍ଟ ସବୁଠୁ ସାନ ସଂଖ୍ୟା ଆଉ ବଡ଼ ସଂଖ୍ୟା ମଧ୍ୟରେ ଅନ୍ତର କରିବା। 3 ଅଙ୍କ ବିଶିଷ୍ଟ ସବୁଠୁ ସାନ ସଂଖ୍ୟା ହେଉଛି 100, 3 ଅଙ୍କ ବିଶିଷ୍ଟ ସବୁଠୁ ବଡ଼ ସଂଖ୍ୟା ହେବ 999 ହେଲା। ତ ଅନ୍ତର ଯଦି ଆମେ ଦେଖିବା 999 ଏଇଟା 100, ତ ଏଇଟା ହେଲା ପରେ ଯାହା ଆସିବ ସେଟା ହେଲା ତାର ଅନ୍ତର, ବୁଝିପାରିଲ ନିଶ୍ଚିତ। ତାପରେ ଦେଖ 4 ନମ୍ବର ଦେଖ ଘରେ ବ୍ୟବହାର କରୁଥିବା ଘଣ୍ଟାକୁ ଦେଖି କେଉଁ ସମୟରେ ଘଣ୍ଟା କଣ୍ଟା ଓ ମିନିଟ୍ କଣ୍ଟା ମଧ୍ୟରେ ସମକୋଣ ସୃଷ୍ଟି ହୁଏ, ସୂକ୍ଷ୍ମ କୋଣ ସୃଷ୍ଟି ହୁଏ ଏବଂ ସ୍ଥୂଳ କୋଣ ସୃଷ୍ଟି ହେଉଛି ଆମେ ଲେଖିବା। ଉଦାହରଣ ସ୍ୱରୂପ 9ଟା ବାଜିଲା ବେଳେ 9ଟା ଦେଖ 9ଟା ମାନେ ଏମିତି ହୁଏ, ଏଇଟା ହେଲା ସମକୋଣ ହେଲା, ମାନେ ଗୋଟେ ସରି ଏପଟେ ହେବ ଏମିତି ହେବ, ମାନେ ଏଠି 9 ରହିବ, ଏଠି ବାହାର ରହିବ, ଏଠି ସମକୋଣ ସୃଷ୍ଟି ହେଉଛି ହେଲା। ଆଉ କୋଉଠି କୋଉଠି ହେଉଛି ଦେଖିବା। ତ ଦେଖ ସମକୋଣ 90 ଡିଗ୍ରୀ କୋଉଠି କୋଉଠି ରହିବ, 9ଟା ବେଳେ ହେଲା, 3ଟା ବେଳେ ସମକୋଣ ରହିବ ହେଲା। ତାପରେ ସୂକ୍ଷ୍ମ କୋଣ କେତେବେଳେ ରହିବ 90 ଡିଗ୍ରୀ କମ୍ ହେଲେ, 1ଟା ବେଳେ 2ଟା ବେଳେ ହେଲା ଆମର 90 ଡିଗ୍ରୀ ହେବ। ସ୍ଥୂଳ କୋଣ ଯଦି ଦେଖିବା 90 ଡିଗ୍ରୀରୁ ଅଧିକଟା ହେଲା, 4ଟା ବେଳେ ରହିବ, 5ଟା ବେଳେ ରହିବ ହେଲା, ଏଇଟା ସ୍ଥୂଳ କୋଣ ରହିବ ଠିକ୍ ଅଛି। ଯଦି ଉଦାହରଣ ଦେଖିବା ହେଲା, 9ଟା ବେଳେ ରହିବ ସମକୋଣ, 2ଟା ବେଳେ ରହିବ ସୂକ୍ଷ୍ମ କୋଣ ହେଲା, 4ଟା ବେଳେ ରହିବ ସ୍ଥୂଳ କୋଣ ଠିକ୍ ଅଛି। ଏମିତି ଲେଖିଦେବ। ଚିତ୍ର ଗୁଡ଼ିକ ଏଭଳିଆ ରହିବ, ଏଇଟା ହେଲା ସମକୋଣ ହେଲା, ଏଇଟା ବି ସମକୋଣ ଦେଖିପାରୁଛ 9ଟା ବେଳେ 3ଟା ବେଳେ, ଦେନ୍ ଘଣ୍ଟେ ବେଳେ ଏଇଟା ହେଉଛି ସୂକ୍ଷ୍ମ କୋଣ ହେଲା, ଦେନ୍ ରହିବ 2ଟା ବେଳେ ବି ସୂକ୍ଷ୍ମ କୋଣ ରହିବ, ତାପରେ 4ଟା ବେଳେ ରହିବ ସ୍ଥୂଳ କୋଣ ହେଲା, ଦେନ୍ ଆମର 5ଟା ବେଳେ ରହିବ ସ୍ଥୂଳ କୋଣ ହେଲା। ତ ଏତିକି ରହିବ। ଆଶା କରୁଛି ଭିଡ଼ିଓଟି ବହୁତ ଭଲ ଲାଗୁଥିବ। ଯଦି ଭଲ ଲାଗୁଛି ଅଧିକ ମାତ୍ରାରେ ଲାଇକ୍ କର, ସେୟାର କର, ଯାହାଫଳରେ ମୋଟିଭେଟ୍ ହେଇ ତୁମମାନଙ୍କ ପାଇଁ ନୂଆ ନୂଆ ଭିଡ଼ିଓ ଆଣିଦେବି। ହଁ ଆଗରୁ ଯଦି ଭିଡ଼ିଓ ଗୁଡ଼ିକ ଦେଖିନ ପ୍ଲେଲିଷ୍ଟକୁ ଯାଇକି ଦେଖିନି, ମୁଁ ପ୍ରଥମରୁ 10ମ ପର୍ଯ୍ୟନ୍ତ ସମସ୍ତ ଗ୍ରୁପ୍ କାର୍ଯ୍ୟ ଗୁଡ଼ିକ ପକାଇ ଦେଇଛି ରହୁଛି।